ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା। ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହା ଆଗାମୀ 48 ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ଉତ୍ତର ଦିଗରୁ ଗତି କରିବା ସହିତ ମୌସୁମୀକୁ ସକ୍ରିୟ କରିବ ବୋଲି ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଆପଦ ପରିଚାଳନା ପ୍ରାଧିକରଣ ଏସ୍ଆର୍ସି ସବୁ ଜିଲ୍ଲାପାଳଙ୍କୁ ସତର୍କ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଉପକୂଳବର୍ତ୍ତୀ 11 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି, ଯେଉଁଥିରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଜଗତସିଂହପୁର, କନ୍ଧମାଳ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଅନ୍ତର୍ଭୁକ୍ତ। ଆଗାମୀ 8 ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମ୍ଡି ପୂର୍ବ ଅନୁମାନ ଏ ବର୍ଷ 106% ବର୍ଷା ହେବ। କୃଷି ପାଇଁ ଶୁଭ ସଂକେତ। ଭାରତ ମୌସୁମୀ ବିଭାଗ ଆଇଏମ୍ଡି ପୂର୍ବାନୁମାନ କରିଛି ଯେ ଏ ବର୍ଷ ସାଧାରଣଠାରୁ 106% ବର୍ଷା ହେବ। ଜୁନ୍ ମାସ ବିଶେଷ କରି 108% ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ସାଧାରଣ ଅଗ୍ରଗତି କରିଛି ଏବଂ ଆଗାମୀ କିଛି ଦିନ ଅନ୍ୟାନ୍ୟ ରାଜ୍ୟରେ ପ୍ରବେଶ କରିବ। କେନ୍ଦ୍ରୀୟ ଓ ଦକ୍ଷିଣ ଭାରତ ସାଧାରଣଠାରୁ ଅଧିକ ବର୍ଷା ହେବାର ବୋଲି କୁହାଯାଇଛି। ଏହି ଅଧିକ ବର୍ଷା ଦେଶର ଅର୍ଥନୀତି ପାଇଁ ଶୁଭ ସଂକେତ ବୋଲି ବିଶେଷଜ୍ଞମାନଙ୍କ ମତ ଦେଇଛନ୍ତି, ଯାହା କୃଷି କ୍ଷେତ୍ରରେ ବିଶେଷ ଲାଭ ପହଞ୍ଚାଇବ। ଭାରତର 70% ବାର୍ଷିକ ବର୍ଷା ମୌସୁମୀ ଉପରେ ନିର୍ଭର କରେ, ତେଣୁ ଉତ୍ତର ପୂର୍ବ ଭାରତ ସାଧାରଣଠାରୁ କମ୍ ବର୍ଷା ହେବା ସମ୍ଭାବନା ରହିଛି। ଅନ୍ତର୍ଦୟ ଘର ଯୋଜନା ନୂଆ ଆଶା। ଦ୍ୱିତୀୟ ପର୍ଯ୍ୟାୟରେ ମୌସୁମୀ ପରେ ଅନ୍ତର୍ଦୟ ଘର ଯୋଜନାର ନୂଆ ଆଶା ଖବର ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାୟକ। ପ୍ରଥମ ପର୍ଯ୍ୟାୟରେ 60,000 ଘର ବଣ୍ଟନ ହୋଇସାରିଛି। ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକ୍ରିୟା ଆରମ୍ଭ ହେବ। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଅନ୍ୟ ଯୋଜନାରେ ବାଦ ପଡ଼ିଛନ୍ତି ସେମାନଙ୍କୁ ଅନ୍ତର୍ଦୟ ଯୋଜନାରେ ଘର ମିଳିବ। ତାଲିକା ପ୍ରସ୍ତୁତି ଚାଲିଛି ଏବଂ 2 ମାସ ଭିତରେ ପ୍ରକ୍ରିୟା ସମାପ୍ତ ହେବ। ଏଥିସହ ପିଏମ୍ ଆବାସ ଯୋଜନା ଆବେଦନ ପ୍ରକ୍ରିୟା 30 ଜୁନ୍ ସୁଦ୍ଧା ଚାଲିବ ବୋଲି ସୂଚନା ଦିଆଯାଇଛି। ଏପର୍ଯ୍ୟନ୍ତ 36 ଲକ୍ଷରୁ ଅଧିକ ଆବେଦନ ଆସିସାରିଛି। ମନ୍ତ୍ରୀ ନାୟକ ଅନୁରୂପକ ଦରଖାସ୍ତକୁ ଅବଶିଷ୍ଟ 3 ଦିନ ପଞ୍ଜୀକରଣ କରିବାକୁ ଅନୁରୋଧ କରିଛନ୍ତି। ଆବେଦନ ଶେଷ ହେବା ପରେ ସରକାର ସର୍ଭେ କରି ଯୋଗ୍ୟତାଙ୍କୁ ଚିହ୍ନଟ କରିବେ। ଜୁନ୍ 3ରେ କୋଟିଆ କମିଟି ପ୍ରଥମ ବୈଠକ। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ସୀମାନ୍ତ କୋଟିଆ ଉପରେ ଆନ୍ଧ୍ରପ୍ରଦେଶର ନଜର ପକାଇଛି। ସ୍ଥାନୀୟ ଲୋକଙ୍କୁ ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପକାଇବା ନଜର। ତେଣୁ କୋଟିଆ ନେଇ ସରକାର 16 ଜଣିଆ କମିଟି ଗଠନ କରିଛନ୍ତି। ଜୁନ୍ 3 ତାରିଖରେ କୋଟିଆ କମିଟିର ପ୍ରଥମ ବୈଠକ ବସିବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ 16 ଜଣିଆ କମିଟି ଏକାଠି ବସିବ, ଆଲୋଚନା କରିବ। ଭାରତ ଶାନ୍ତି ଆଲୋଚନା ଚାହୁଁଛି ପାକିସ୍ତାନ। ଇରାନରେ ବଦଳିଲା ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱର। ଇରାନ ଗସ୍ତରେ ଥିଲେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ସହ ମିଳିତ ସମ୍ମିଳନୀରେ ସେ କହିଛନ୍ତି, ଆମେ କାଶ୍ମୀରୀ ଆତଙ୍କବାଦୀ, ଜଳ ବିବାଦ ସମେତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ। ଏହି ପ୍ରସ୍ତାବ ଆସିଛି ଭାରତୀୟ ସେନାର ଅପରେସନ ସିନ୍ଦୁର ସଫଳତା ପରେ, ଯେଉଁଥିରେ ପାକିସ୍ତାନ ନିୟମିତ କାଶ୍ମୀରର ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ନଷ୍ଟ କରାଯାଇଥିଲା। ଗତ 15 ଦିନ ହେଲା ଉତ୍ତର ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ ଜାରି ରହିଛି। ଶେହବାଜ ସରିଫ ବର୍ତ୍ତମାନ ତୁର୍କୀ, ଇରାନ, ଅଜରବୈଜାନ ଓ ତାଜିକିସ୍ତାନ ଗସ୍ତରେ ଅଛନ୍ତି। ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଲେ ମୋଦି। ଅପରେସନ ସିନ୍ଦୁର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଅଛନ୍ତି। ମଙ୍ଗଳବାର ସକାଳେ ଗାନ୍ଧୀନଗରରେ ପହଞ୍ଚି ସେ ଏକ ରୋଡ୍ ଶୋ କରିଛନ୍ତି, ଯେଉଁଥିରେ ହଜାର ହଜାର ଲୋକଙ୍କୁ ତାଙ୍କ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ କଠୋର ସନ୍ଦେଶ ଦେଇ କହିଛନ୍ତି, ଇଟାର ଜବାବ ପଥରରେ ଦିଆଯିବ। ସହରରେ ଯେତେ ସୁସ୍ଥ ହେଉନା କାହିଁକି, ଯଦି ଏହା କଣ୍ଟା ବିନ୍ଧେ ତେବେ ସମଗ୍ର ଶରୀରରେ ନଷ୍ଟ ଯାଏ।
ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ସେହି କଣ୍ଟାକୁ ବାହାର କରିଦେବୁ। ସେ ସଦସ୍ୟ ପଟେଲ ସମ୍ପୂର୍ଣ୍ଣ ସ୍ୱପ୍ନ ଆଉ ପାକିସ୍ତାନର ଆତଙ୍କବାଦୀ ନୀତି ଉପରେ ମଧ୍ୟ ପ୍ରହାର କରିଥିଲେ। ସରକାରୀ କର୍ମଚାରୀଙ୍କ ପାଇଁ କଠୋର ପେନ୍ସନ ନିୟମ, ଦୁର୍ନୀତି କ୍ଷେତ୍ରରେ ସୁବିଧା ବାତିଲ, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଦୁର୍ନୀତି କ୍ଷେତ୍ରୀୟ ବହିଷ୍କୃତ କର୍ମଚାରୀଙ୍କୁ ଅବସର ସୁବିଧା ମିଳିବନି ବୋଲି ସରକାର ନୂତନ ନିୟମ ଜାରି କରିଛନ୍ତି। କର୍ମୀଙ୍କ ମନ୍ତ୍ରାଳୟରେ କେନ୍ଦ୍ରୀୟ ସିଭିଲ ସେବା ପେନ୍ସନ ନିୟମ 2021ରେ ସଂଶୋଧନ କରି ଏହି ପଦକ୍ଷେପ ନେଇଛନ୍ତି। ନୂତନ ନିୟମ ଅନୁଯାୟୀ ଯଦି କୌଣସି କର୍ମଚାରୀ ଦୁର୍ନୀତି କ୍ଷେତ୍ରୀୟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଚାକିରିରୁ ବହିଷ୍କୃତ ହୁଅନ୍ତି, ତାଙ୍କ ପେନ୍ସନ ସହିତ ଅନ୍ୟାନ୍ୟ ଅସବସହ ସୁବିଧା ମିଳିତ ନାହିଁ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରଶାସନିକ ମନ୍ତ୍ରାଳୟ ଦ୍ୱାରା ସମୀକ୍ଷିତ ହୋଇଛି। ସୁପ୍ରିମକୋର୍ଟ କଲେଜିୟମ୍ 8 ଜଣ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିଶ। ସୁପ୍ରିମକୋର୍ଟ କଲେଜିୟମ୍ ମଙ୍ଗଳବାର 3 ଜଣ ବିଚାରପତିଙ୍କୁ ସଚିବ ଆଦାଲତରେ ଏବଂ 5 ଜଣଙ୍କୁ ବିଭିନ୍ନ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି। ସିଜୋୟାନ ଜଷ୍ଟିସ୍ ବିହାର ଗବାଇଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍.ଭି. ଅଞ୍ଜାରିଆ, ଗୁଆହାଟୀ ହାଇକୋର୍ଟର ଜଷ୍ଟିସ୍ ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ଜଷ୍ଟିସ୍ ଏ.ଏସ୍. ଚନ୍ଦୁରକରଙ୍କୁ ସୁପ୍ରିମକୋର୍ଟକୁ ଉନ୍ନତି ଦେବାକୁ ସୁପାରିଶ କରିଛନ୍ତି। ଏହା ସହିତ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଆହାଟୀ, ପଟଣା ଓ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପଦକୁ 5 ଜଣ ବିଚାରପତି ନାମ ସୁପାରିଶ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ସୁପ୍ରିମକୋର୍ଟ 34 ଜଣ ବିଚାରପତି ସଂଖ୍ୟା ପୂରଣ କରିବ। ଦିଲ୍ଲୀ ବିକାଶ ପ୍ରଧାନୀକରଣରେ ନୂତନ ନିଯୁକ୍ତି ସୁଯୋଗ, 1383 ପଦବୀ ଖାଲି। ଦିଲ୍ଲୀ ବିକାଶ ପ୍ରଧାନୀକରଣ DDA 2025 ନିଯୁକ୍ତି ଅଭିଯାନ ଅନ୍ତର୍ଗତ 1383 ଖାଲି ପଦବୀ ପାଇଁ ସୂଚନା ଜାରି କରିଛି। ଏହି ନିଯୁକ୍ତି ଅଭିଯାନ ଅନ୍ତର୍ଗତ ଜୁନିୟର ଇଞ୍ଜିନିୟର, ASO ଏବଂ ଅନ୍ୟାନ୍ୟ ପଦବୀ ଅନ୍ତର୍ଭୁକ୍ତ ଅଛି। ଯେଉଁ ପ୍ରାର୍ଥୀ ଏହି ଖାଲି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ସେମାନେ ଅନୁସୂଚନା ପଢ଼ି ଏବଂ ଅନଲାଇନରେ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅନ୍ତର୍ଗତ ଅନେକ ପଦବୀ ଅଛି ଯେଉଁଥିରେ ଡିପ୍ଲୋମା, ଗ୍ରାଜୁଏଟ୍ ଏବଂ ବିଟେକ୍ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ ପ୍ରକ୍ରିୟା 26/5/2025ରୁ ଆରମ୍ଭ ହେବ ଏବଂ ଶୀଘ୍ର ଅନ୍ତର୍ନିହିତ ତାରିଖ ଶେଷ ହେବ। ପ୍ରାର୍ଥୀଙ୍କ DDAର ସରକାର ୱେବସାଇଟ dda.gov.in ମାଧ୍ୟମରେ ଆବେଦନ କରିପାରିବେ। ଭାରତୀୟ ବାୟୁସେନାରେ 153 ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଭାରତୀୟ ବାୟୁସେନା IAFର 2025 ନିଯୁକ୍ତି ଅଭିଯାନ ଅନ୍ତର୍ଗତ 153 ଖାଲି ପଦବୀ ପାଇଁ ଅନୁସୂଚନା ଜାରି ହୋଇଛି। ଏହି ନିଯୁକ୍ତି ଅଭିଯାନ ଅନ୍ତର୍ଗତ ଗ୍ରୁପ୍ C ପଦବୀ ଅନ୍ତର୍ଭୁକ୍ତ ଅଛି ଯେଉଁଥିରେ ଜୁନିୟର କ୍ଲର୍କ, ହିନ୍ଦୀ ଟାଇପିଷ୍ଟ, ଷ୍ଟୋର କିପର ଓ ବୁକ୍ସ କାର୍ପେଣ୍ଟର, ପେଣ୍ଟର ଓ ଅନ୍ୟାନ୍ୟ ପଦବୀ ଅଛି। ଏହି ନିଯୁକ୍ତି ପ୍ରକ୍ରିୟା ଅନ୍ତର୍ଗତ ଅନେକ ପଦବୀ ଅଛି ଯେଉଁଥିରେ ଡିପ୍ଲୋମା, ITI, 10ମ ଏବଂ 12 ଶ୍ରେଣୀ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଫଲାଇନରେ ଆବେଦନ ପ୍ରକ୍ରିୟା 14/5/2025 ଠାରୁ ଆରମ୍ଭ ହେବ ଏବଂ 8/6/2006 ଅନ୍ତରିତ ତାରିଖ ଅଛି। ଅଭିଛାତ୍ରୀମାନେ IAFର ସରକାରୀ ୱେବସାଇଟରେ ମାଧ୍ୟମରେ ଆବେଦନ କରିପାରିବେ।